ବିନା ଫଳକରେ କାର୍ଯ୍ୟ ସରକାରୀ ଯୋଜନା ଟଙ୍କା ହେଉଛି ହରିଲୁଟ୍। ଖାଉଛି କିଏ? ସାମ୍ବାଦିକମାନଙ୍କୁ ଧମକ, ତୁମେ ଆମର କ'ଣ କରିବ କର, କ'ଣ ତାଡ଼ିବ ତାଡ଼, ଆମ ଇଚ୍ଛା ଅନୁସାରେ କରିବୁ ଆମେ କାମ। ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ସାରସାକଣା ବ୍ଲକର ଠିକ୍ ପଛପଟେ ଥିବା ଦରଖୋଳି ଗ୍ରାମରୁ ଏକ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇ ଭାୟା ସିଲଫଡ଼ ଦେଇ କରଣଡିହି ପର୍ଯ୍ୟନ୍ତ ଆରମ୍ଭ ହୋଇଛି। ଏହି କାର୍ଯ୍ୟଟି କେତେ ଟଙ୍କାର କାର୍ଯ୍ୟ, ସମୟସୀମା ଓ କାର୍ଯ୍ୟଟି କେମିତି ହେବ ତାହା ଆଜି ପର୍ଯ୍ୟନ୍ତ ଅଞ୍ଚଳବାସୀ ଜାଣିପାରିନାହାନ୍ତି, କାରଣ ଫଳକ ବିହୀନରେ ଚାଲିଛି କାର୍ଯ୍ୟ। ପୁଣି ଦେଖିବାକୁ ମିଳିଛି ପୁରୁଣା ପିଚୁ ରାସ୍ତାଟିର ପିଚୁକୁ ତାଡ଼ି ଦେଇ ଅନ୍ୟତ୍ର ନ ଫୋପାଡ଼ି ସେହି ରାସ୍ତାରେ ହିଁ ବ୍ୟବହାର କରାଯାଉଛି। ଏଉଠୁ ଜଣାପଡ଼ୁଛି ସରକାରୀ ବାବୁମାନେ ଠିକା ନେଇଥିବା ସଂସ୍ଥାର ମାଲିକଙ୍କ ସହ ମିଳିମିଶି କେତେ ଟଙ୍କା କରୁଛନ୍ତି ହରିଲୁଟ୍। ସରକାର ଯନ୍ତ୍ରୀଙ୍କୁ ଆମ ପ୍ରତିନିଧି ବାରମ୍ବାର ଫୋନ୍ କଲେ ମଧ୍ୟ ଫୋନ୍ ଉଠାଉନାହାନ୍ତି। ଅନ୍ୟପଟେ ଠିକା ସଂସ୍ଥା କର୍ମଚାରୀ ଏବଂ ମାଲିକ କହୁଛନ୍ତି ଆପଣମାନେ ଖବର ପ୍ରସାରଣ କରନ୍ତୁ, ସେଥିରେ ଆମର କିଛି ଫରକ ପଡ଼ିବ ନାହିଁ, ଆମର କ'ଣ ତାଡ଼ିବ ତାଡ଼ନ୍ତୁ, ଆମେ ତଳ ସ୍ତରରୁ ଦିଲ୍ଲୀ ପର୍ଯ୍ୟନ୍ତଙ୍କୁ ସମସ୍ତଙ୍କୁ ଟଙ୍କା ଦେଇ କିଣିକି ରଖିଛୁ। ଅଞ୍ଚଳରେ ଜନସାଧାରଣ ବୁଦ୍ଧିଜୀବୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି, ଯେମିତିକି ଡବଲ ଇଞ୍ଜିନ୍ ସରକାରକୁ ଭୋଟ ଦେଇ ଅଞ୍ଚଳବାସୀ ଜିତାଇ ବହୁତ ପାପ କରିଛନ୍ତି। ଅନ୍ୟପଟେ ପୁଣି ଦେଖିବାକୁ ମିଳୁଛି ଟାଣ ଖରାରେ ଯେତେବେଳେ ଘରୁ ଲୋକ ବାହାରି ପାରୁନାହାନ୍ତି, ସେହି ସମୟରେ ଦିନ 12ଟାରୁ 1ଟା ଭିତରେ ଠିକା ସଂସ୍ଥାଟି କର୍ମଚାରୀମାନଙ୍କୁ ନେଇ ନିର୍ଦ୍ୱନ୍ଦ୍ୱରେ କାମ କରି ଚାଲିଛି। ପୁଣି କେଉଁଠି ରାସ୍ତା ମଝିର ବିଦ୍ୟୁତ୍ ଖୁଣ୍ଟ ଥିଲେ ସୁଦ୍ଧା ଖୁଣ୍ଟକୁ ସ୍ଥାନାନ୍ତର ନ କରି ରାସ୍ତା କାର୍ଯ୍ୟଟି ସମ୍ପୂର୍ଣ୍ଣ କରୁଛନ୍ତି। ଅନ୍ୟପଟେ ସିଲଫଡ଼ି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ ଶ୍ରୀଯୁକ୍ତ ସନ୍ନ୍ୟାସୀ ନାୟକ ଆମ ପ୍ରତିନିଧିକୁ ଜଣାଇଛନ୍ତି ଯେ ଆପଣଙ୍କ ପରିଚୟ? ଆଜ୍ଞା, ମୁଁ ସାରସକଣା ବ୍ଲକର ସିଲଫଡ଼ି ଗ୍ରାମ ପଞ୍ଚାୟତର ପଞ୍ଚାୟତ ସମିତି ସଭ୍ୟ ଅଟେ। ମୋ ନାଁ ସନ୍ନ୍ୟାସୀ ନାୟକ। ଆଚ୍ଛା, ଆପଣଙ୍କର ଏଇଠି ଯେଉଁ ଆର୍ଡିର ଯେଉଁ ରାସ୍ତା କାମ ଚାଲିଛି ଆପଣଙ୍କ ସାରସକଣା ଦରଖୋଳି ପାଖରୁ ଆଜ୍ଞା ଏପଟେ ସିଲଫଡ଼ି ହେଇକିରି 4 ଛକ ପଳାଉଛି, ଆଜ୍ଞା କାମ ଆଜ୍ଞା କ'ଣ ଠିକ୍ଠାକ୍ ଚାଲିଛି? ଆଜ୍ଞା, ସେ କାମ ଠିକ୍ଠାକ୍ କେମିତି ହେବ? କାମ ତ ଦେଖିଲା ବେଳକୁ ଶୁଖିଲା ମାନେ ରାସ୍ତା ପଡ଼ିଛି, ମାନେ ମେଟାଲ ପକେଇ ଦେଇଛନ୍ତି, ସାଇକେଲ ଯିବା ଆସିବା ପାଇଁ ଅସୁବିଧା ହେଉଛି, ତ ଗାଡ଼ି ମଟର ଯିବା ପାଇଁ ବି ଅସୁବିଧା ହେଉଛି। ନିକଟ ଅତୀତ ଗୋଟେ ଜଣେ ଆମର ଗାଁର ଲୋକ ତଳିସେନ ମହାନ୍ତ ନାମକ ଜଣେ ଆକ୍ସିଡେଣ୍ଟ ହେଇଗଲା, ତଥାପି ସେମାନଙ୍କୁ ଚେତା ପଶୁନି, ସାଇକେଲ ଗୋଟେ ଯିବା ଆସିବା କରିପାରୁନି। ଆଉ ଏମିତିକି ରାସ୍ତା କରୁଛନ୍ତି ସେମାନେ, ରାସ୍ତା ଗୁଡ଼ାକ ସେଇ ପୁରୁଣା ପିଚୁକୁ ତାଡ଼ିକି ସେଇଟାକୁ ରୋଲିଂ କରିଦେଉଛନ୍ତି। ଏଇରକମ କ'ଣ କାମ ହୁଏ? ଏଇଟା କ'ଣ ପ୍ରଶାସନର ନିୟମ? ଏଇଟା କ'ଣ କଣ୍ଟ୍ରାକ୍ଟରର ନିୟମ? ଆଉ ଯେଉଁଟା ଆମର ସିଲଫଡ଼ି ଗ୍ରାମ ପଞ୍ଚାୟତ ଯେଉଁଟା ସାରସକଣା ରୋଡ଼ ଯାଇଛି, ତ ପଳାଶମଣି ଯେଉଁ ଗାଁ ଭିତରେ ଯେଉଁ ରୋଡ଼ଟା ଯାଇଛି, ସେଠି ଆମର ଗୋଟେ ରାସ୍ତା ମଝିରେ ଗୋଟେ ମାନେ ଇଲେକ୍ଟ୍ରିକ୍ ଖୁଣ୍ଟ ପଡ଼ିଛି। ସେ ଇଲେକ୍ଟ୍ରିକ୍ ଖୁଣ୍ଟ ପଡ଼ିଲେ ହୁଏତ ଏମିତି ମଝିରେ ପଡ଼ିଛି ଯାହାକି ଲୋକମାନେ ଭବିଷ୍ୟତରେ ମାନେ ଆକ୍ସିଡେଣ୍ଟ ହେଇପାରନ୍ତି। ତେଣୁ କାହିଁକି ତାକୁ ବିତାଡ଼ିତ କରାଗଲାନି? କାହିଁକି ତାକୁ ଉଠାଗଲାନି? କାହିଁକି ତାକୁ ସିଫ୍ଟ କରାଗଲାନି? ମୋର କହିବା କଥା, ତୁରନ୍ତ ତାକୁ ସିଫ୍ଟ କରି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ। ଆମେ ତ ଆଜ୍ଞା ତାଙ୍କର ଯେଉଁ ଠିକା ସଂସ୍ଥାଟି ତାଙ୍କୁ ଆମେ ଯୋଗାଯୋଗ କରିଥିଲୁ, ସେମାନେ ଆମକୁ ଯାହା କହିଲେ ଯେ ଆମେ ଆମର ନୀତି ନିୟମ ଅନୁସାରେ କାମ କରୁଛୁ, କିନ୍ତୁ ଆପଣ କହୁଛନ୍ତି ଯେ ନୀତି ନିୟମରେ କାମ ହେଉନାହିଁ। କେମିତି ନୀତି ନିୟମ ଆପଣ କହୁଛନ୍ତି? ନୀତି ନିୟମ କ'ଣ? ଏଇ କଂକ୍ରିଟ୍ ପୁରୁଣା କଂକ୍ରିଟ୍ ରାସ୍ତା କରିକି ସେଟାକୁ ରୋଲିଂ କରିଦେବା, ସେଟା କ'ଣ ଠିକ୍ କଥା କି? ଆଉ ଯେଉଁ କାଲଭେଟ୍ ଗୁଡ଼ାକ କହୁଛି, ସେଇ ପୁରୁଣା କାଲଭେଟ୍ ଗୁଡ଼ାକ କାଢ଼ିକିରି ସେଇ ପୁରୁଣା କାଲଭେଟ୍ ଗୁଡ଼ାକ ଖଞ୍ଜି ଦେଉଛନ୍ତି। ଦରକାର ପଡ଼ିଲେ ଯେଉଁଗୁଡ଼ାକ ଭାଙ୍ଗି ଯାଉଛି ଛୋଟ ଛୋଟ କାଲଭେଟ୍ ଗୁଡ଼ାକ ଦେଉଛନ୍ତି। ଆଉ ବଡ଼ କାଲଭେଟ୍ କାହିଁକି ଦେଉନାହାନ୍ତି? ବଡ଼ କାଲଭେଟ୍ ପୂର୍ବରୁ ଥିଲା, ସେ ବଡ଼ କାଲଭେଟ୍ କାହିଁକି ଦେଉନାହାନ୍ତି ସେମାନେ? ଖାଲି ଦୁଇ ସାଇଡ଼୍ରେ ଖାଲି ଶୋ କରୁଛନ୍ତି, ନୂଆ ଗୁଡ଼ାକ ଦେଉଛନ୍ତି, ଅଢ଼େଇ ଫୁଟିଆ ଗୁଡ଼ାକ। ଏଇଟା କ'ଣ କଣ୍ଟ୍ରାକ୍ଟର ନିୟମ କି? ଏହା କ'ଣ କାମ କରିବା ପାଇଁ ତାଙ୍କୁ ପରମିସନ୍ ଦିଆଯାଇଛି? ଆଚ୍ଛା, ଏଇ ବାବଦରେ ଆପଣ ଆମର ଯେଉଁ ଆର୍ଡି ଡିପାର୍ଟମେଣ୍ଟକୁ କିଛି ଜଣାଇଥିଲେ? ଆଜ୍ଞା, ଆର୍ ଡି ଡିପାର୍ଟକୁ ଜଣେଇବି କେତେବେଳେ? ତାଙ୍କର ତ ଦେଖା ଦର୍ଶନ ନାହିଁ। ଫୋନ୍ କଲେ ବି ଫୋନ୍ ରିସିଭ୍ କରୁନାହାନ୍ତି। କାମ ଯେଉଁ ହେଉଛି, କାମ ତଦାରଖ କରିବା ପାଇଁ ବି ଆସୁନାହାନ୍ତି। ତ ମଣିଷ ସେମାନେ କାମ କରିଯାଉଛନ୍ତି। ଆଉ ସେ ଯେଇ ଉପସ୍ଥିତିରେ କିମ୍ବା ତାଙ୍କୁ କଣ୍ଟ୍ରାକ୍ଟରକୁ କିଛି ପରାମର୍ଶ ଦେଲେ ସିନା ଯେ ଏଇରକମ କର କି ସେରକମ କର, କହିଲେ ସେମାନେ କରିବେ।
କିନ୍ତୁ ଜେଇର ଦେଖା ଦର୍ଶନ ନାହିଁ, ସେମାନେ ମନ ଇଚ୍ଛା କାମ କରୁଛନ୍ତି। ଏମିତିକି ମାନେ ଲୋକମାନେ ଯିବା ଆସିବା କରିବା ପାଇଁ ମାନେ ରାସ୍ତାରେ ଏତେ ଧୂଳି ଉଡ଼ୁଛି, ପାଣି ଟିକେ ବି ଦେଉନାହାନ୍ତି। ଯେଉଁଟାକି ଘର ପାଖରେ ଯେଉଁମାନଙ୍କ ଘର ଅଛି ରାସ୍ତାରେ, ମାନେ ସେମାନେ ଏତେ ଅଳିଆ ଆବର୍ଜନା ଘର ଗୁଡ଼ା ଅପରିଷ୍କାର ହେଉଛି, ଆଉ କହିବା ମାନେ ରାସ୍ତା ନାହିଁ। ଧନ୍ୟବାଦ। ରାସ୍ତା କାର୍ଯ୍ୟଟି ଅତି ନିମ୍ନମାନର ହେଉଥିବା ବେଳେ ବିନା ପାଣିରେ କିଭଳି ଭାବରେ ରୁଲିଂ କରାଯାଉଛି। ପୁରୁଣା ପୋଲରେ ଲାଗିଥିବା ପାଇପ୍ ଗୁଡ଼ିକୁ ନ ବଦଳାଇ କେବଳ ଦୁଇ ପଟେ ନୂତନ ପାଇପ୍ ଯୋଡ଼ି ଉପରକୁ ଚକାଚକ ଦେଖାଯାଉଥିବା ବେଳେ ଭିତରଟା କିନ୍ତୁ ଫମ୍ପା। ଏଉଠୁ ଜଣାପଡ଼େ ସରକାର ବାବୁ ଓ ଠିକା ସଂସ୍ଥା ମିଶି କେତେ ହରିଲୁଟ୍ କରୁଛନ୍ତି ସରକାରଙ୍କର ଟଙ୍କା। ସୂଚନା ମୁତାବକ ଠିକା ସଂସ୍ଥାଟି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଗଜାନନ ନାମିତ ସଂସ୍ଥାଟି, କିନ୍ତୁ ସୂଚନା ଫଳକ ନଥିବା ଯୋଗୁଁ ରାସ୍ତା କାମଟି କେଉଁ ସଂସ୍ଥାକୁ ମିଳିଛି ତାହା ଜାଣିବା ଅସମ୍ଭବ। ବାରିପଦାରୁ ଗୌରଦାସ ଗିରିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ୍।